नमस्कार ओडिशारे 2026 ପାଇଁ ଆସିଛି ନୂଆ ଚାକିରିର ସୁଯୋଗ ଆସନ୍ତୁ ଏହା ଉପରେ ନଜର ପକାଇବା। ତେବେ ଖବରଟି ହେଲା ଓଡ଼ିଶାରେ କିଛି ନୂଆ ଚୁକ୍ତିଭିତ୍ତିକ ପଦବୀ ପାଇଁ ସରକାରୀ ବିଜ୍ଞପ୍ତି ବାହାରିଛି। ଆଚ୍ଛା, ତେବେ କେଉଁ କେଉଁ ପଦବୀ ଖାଲି ଅଛି? ଏଗୁଡ଼ିକ ସବୁ ପ୍ରଶାସନିକ କାମ ପାଇଁ ଉଦ୍ଦିଷ୍ଟ। ଦେଖନ୍ତୁ, ଏଥିରେ ଅଛି ରାଜସ୍ୱ ନିରୀକ୍ଷକ, ଡାଟା ଏଣ୍ଟ୍ରି ଅପରେଟର, ପ୍ରୋସେସ ସର୍ଭର ଆଉ ସେକ୍ସନ ଅଫିସର ପଦ। ହଉ, ତେବେ ଏସବୁ ପଦବୀ ପାଇଁ କ'ଣ ଯୋଗ୍ୟତା ଦରକାର ଚାଲନ୍ତୁ ଜାଣିବା। ସାଧାରଣତଃ ବୟସ ଅତି କମ୍ରେ 18 ବର୍ଷ ହୋଇଥିବା ଦରକାର ଆଉ ସ୍ୱାସ୍ଥ୍ୟ ବି ଭଲ ଥିବା ଜରୁରୀ। ରାଜସ୍ୱ ନିରୀକ୍ଷକ ପାଇଁ କମ୍ପ୍ୟୁଟର ଆପ୍ଲିକେସନ ଡିପ୍ଲୋମାଟା ଏକଦମ ବାଧ୍ୟତାମୂଳକ। ଡାଟା ଏଣ୍ଟ୍ରି ଅପରେଟର ପାଇଁ କମ୍ପ୍ୟୁଟର ଜ୍ଞାନ ସାଙ୍ଗକୁ ଅଫିସ କାମ ବିଷୟରେ ବି ଜାଣିଥିବା ଦରକାର। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ପଦବୀ କେବଳ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ। ଆଚ୍ଛା, ଏବେ ଆସନ୍ତୁ ସବୁଠୁ ଜରୁରୀ କଥାକୁ। ମାସିକ ଦରମା କେତେ ମିଳିବ? ରାଜସ୍ୱ ନିରୀକ୍ଷକ ପଦବୀ ପାଇଁ ମାସକୁ ମିଳିବ 20,000 ଟଙ୍କା। ଠିକ୍ ସେହିପରି ଚୁକ୍ତିଭିତ୍ତିକ ଅଧିକାରୀଙ୍କ ପାଇଁ ମଧ୍ୟ ଦରମା ସେଇ 20,000 ଟଙ୍କା। ତେବେ ଆବେଦନ କରିବେ କେମିତି? ପ୍ରକ୍ରିୟା ବହୁତ ସହଜ ଆଉ ପୁରା ଅଫଲାଇନ୍। ଦେଖନ୍ତୁ, 4ଟି ସହଜ ଷ୍ଟେପ୍। ଫର୍ମ ଡାଉନଲୋଡ୍ କରନ୍ତୁ, ପୂରଣ କରନ୍ତୁ, ଡକୁମେଣ୍ଟ ଦିଅନ୍ତୁ ଆଉ ଦାଖଲ କରନ୍ତୁ। ଫର୍ମରେ ନିଜର ଜନ୍ମ ତାରିଖ, ଯୋଗ୍ୟତା ଭଳି ସବୁ ତଥ୍ୟ ଠିକ୍ଠାକ୍ ଭାବେ ଭରିବାକୁ ହେବ। ଆଉ ଏହି ପୂରା ଫର୍ମଟିକୁ ସ୍ୱତନ୍ତ୍ର ଭୂ ଅଧିଗ୍ରହଣ ଅଧିକାରୀଙ୍କ ଅଫିସରେ ନେଇ ଦାଖଲ କରିବେ। ଅଧିକ ଜାଣିବା ପାଇଁ ଆଉ ଫର୍ମ ପାଇଁ ବିଭାଗର ୱେବସାଇଟ୍ ଟିକେ ଦେଖିନେବେ।